ହଁ ମୁଁ ଶେଷ ନୁହେଁ, ମୁଁ ହିଁ ଆରମ୍ଭ। ମୋତେ ପରଖି ଲେଖୁଥିବ ନୂତନ ଅତିଥିକୁ ନୂତନ ଆତିଥ୍ୟରେ। ସେ କେହି ନୁହେଁ, ସେ ମୋଠୁ ସୃଷ୍ଟି। ମନ୍ତ୍ରଣା କରିବନି ତା ସଙ୍ଗେ ମିଛ ପ୍ରଶଂସାରେ। ସେ ମୋଠୁ ଅଲଗା ନୁହେଁ, ମୁଁ ବି ସୂକ୍ଷ୍ମ ହୋଇ ରହିଥିବି ତାରି ଦେହରେ। ମୁଁ ପୁରୁଣା ନୁହେଁ କି ସେ ନୂଆ ନୁହେଁ। ଆମେ ଲେଖୁଛୁ ତୁମ ଜୀବନ ଇତିହାସ ତୁମ ଅଜାଣତରେ। କୁହ ଆମକୁ ତୁମର ପ୍ରତି ନିମିଷର ଭାବନାକୁ ଯେତେ ଲୁଚାଇଲେ ବି ଝଟକୁ ଥାଏ ତୁମରି ମୁହଁରେ। ସ୍ୱାଗତ କରିବାକୁ ହୁଅ ପଛେ ଅଧୀର, ସ୍ୱାଗତ କରିବାକୁ ହୁଅ ପଛେ ଅଧୀର। ନୃତ୍ୟ ସଙ୍ଗୀତର ଆସର ଭିତରେ ଏହିପରି ରହିପାରିବ କି ନିଜକୁ ଖୁସି କରାଇ? ନା ପୁଣି ସେଇ ପୁରୁଣା ପ୍ରକୃତି ଫେରାଇ ଆଣିବ ଯେମିତି ସଜାଇଛ ମୋରି ଦେହରେ। ମୁଁ ତୁମର ନଥିଲି କି ଯେ ଆସୁଛି ସେ ବି ତୁମର ନୁହେଁ। ସତ୍ୟ କଷ୍ଟ ନୁହେଁ, ସତ୍ୟ ହିଁ ସୁନ୍ଦର। ମୁଁ ଚାଲି ଯାଉଛି, ସେ ବି ଚାଲିଯିବ। ଖାଲି ତୁମଠି ରହିଲା କଥା, ତମେ କେମିତି ଲେଖୁଛ ଆମମାନଙ୍କୁ। ନୂଆ ଡାଏରୀର ପ୍ରଥମ ପୃଷ୍ଠାର ପ୍ରେମର ବାର୍ତ୍ତା। ନୂଆ ଡାଏରୀର ପ୍ରଥମ ପୃଷ୍ଠାର ପ୍ରେମର ବାର୍ତ୍ତା ଅନ୍ୟ ପୃଷ୍ଠା ଆଡ଼େ ଆଗେଇବ କି ରହିଯିବ ସେଇଠାରେ? ତମେ ହିଁ ଜାଣିଛ। ତମେ ହିଁ ଲେଖୁଛ ଆମମାନଙ୍କୁ ନିଜ ଅଜାଣତରେ ସମୟ ସାଥିରେ। ନୂତନ ପାଇଁ ଖୋଲିଯିବ କି ଜୀବନର ଗଣ୍ଠିମାନ? ନୂତନ ପାଇଁ ଖୋଲିଯିବ କି ଜୀବନର ଗଣ୍ଠିମାନ? ଗଣ୍ଠିରେ ଲାଗିଗଲାଣି ଧୂଳିର ରେଣୁ ଗଣ୍ଠିକୁ ମଜବୁତ କରିବାକୁ। ନା ଏତେ ହସ ଖୁସି ଭୋଜିର ଆସର ପରେ ବି ଗଣ୍ଠି ମୁଁ ହୋଇ ରହିଥିବି ଆସୁଥିବା ନୂତନ ଦିନମାନଙ୍କରେ। ହଁ ମୁଁ ଏବେ ବି କହୁଛି ମୁଁ ଶେଷ ନୁହେଁ, ମୁଁ ହିଁ ଆରମ୍ଭ। ତମ ଉପରେ ନିର୍ଭର କେମିତି ଲେଖିବ ମୋତେ, ଖୁସି ଆଉ ଆନନ୍ଦରେ ନା ଲୁଣ୍ଠନ ହେଉଥିବା ବା ଲୁଣ୍ଠନ କରୁଥିବା ମନରେ। ଅପେକ୍ଷା କରିଛି ମୁଁ ଲେଖିବାକୁ ତୁମ ଜୀବନ ଇତିହାସ କେଉଁ ଏକ ପାଠାଗାରରେ ବହିର ଭିତରେ। ହଁ ମୁଁ ହିଁ କହୁଛି, ମୁଁ ହିଁ ତୁମର, କିନ୍ତୁ ଶେଷ ନୁହେଁ। ନମସ୍କାର। କେମିତି ଲାଗିଲା କବିତାଟି ନିଶ୍ଚିତ କହିବେ।